ସବୁବେଳେ ତରକାରୀ କ'ଣ ବନେଇବି? ମୁଁ ଯେମିତି ଭାବୁଛି ଆପଣମାନେ ବି ସେମିତି ଭାବୁଛନ୍ତି କି? ତାହେଲେ କାବୁଲି ଚଣା ଆଉ କଞ୍ଚା କଦଳୀର ଏଇ ହେଲ୍ଦି ଟେଷ୍ଟି ତରକାରୀ ଥରେ ବନାନ୍ତୁ। ଥରେ ଖାଇଲେ ବାର ବାର ବନେଇବା ପାଇଁ ଇଚ୍ଛା ହେବ। ଜୟ ଜଗନ୍ନାଥ, ମୁଁ ସସ୍ମିତା। ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ସସ୍ମିତା ଷ୍ଟାର କିଚେନକୁ। ଆଜିର ଏଇ ହେଲ୍ଦି ଟେଷ୍ଟି ତରକାରୀ ବନେଇବା ପାଇଁ ପ୍ରଥମେ ଆମକୁ ଦରକାର କାବୁଲି ଚଣା। ଏଇ କପ୍ରେ ମାପ କରି ଅଧା କପ୍ ବା 100 ଗ୍ରାମର କାବୁଲି ଚଣା ମୁଁ ନେଇଛି। ଏଇ ଚଣାକୁ ମୁଁ ରାତି ସାରା ପାଣିରେ ବତୁରେଇ ଦେଇଥିଲି। ଦେଖନ୍ତୁ ଚଣା ଫୁଲି ସାଇଜରେ ଡବଲ ହେଇଯାଇଛି। ନିଶ୍ଚୟ ଭାବରେ 7ରୁ 8 ଘଣ୍ଟା ବତୁରେଇ ନେବେ। ଏବେ ଗୋଟେ କାମ କରିବା, କୁକର ନେବା, ବତୁରେଇ ରଖିଥିବା ଚଣାକୁ ଦେବା, ଚଣାରେ ପାଣି ଦେବା। ପାଣି ଦେବା ହେଉଛି ସବୁଠୁ ଇମ୍ପୋର୍ଟାଣ୍ଟ। ଚଣା ବୁଡ଼ି ତା ଉପରକୁ ଅଧା ଇଞ୍ଚ ସେତିକି ପାଣି ଦେବେ। ଅଧିକ ପାଣି ଦେଲେ ଚଣା ବେଶୀ ସିଝିଯିବ, କମ୍ ପାଣି ଦେଲେ ଚଣା ଭଲ ଭାବରେ ସିଝି ପାରିବ ନାହିଁ। ଏବେ ଚଣାରେ ସ୍ୱାଦ ଅନୁସାରେ ଲୁଣ, ଅଳ୍ପ ହଳଦୀ ଗୁଣ୍ଡ ଦେବା, ଅଳ୍ପ ତେଲ ଦେବା। ତେଲ ଦେଇ ଚଣା ସିଝେଇଲେ କୁକରରେ ହଳଦୀ ଦାଗ ଲାଗିନଥାଏ। ଏବେ ଗ୍ୟାସ୍ ଉପରେ ବସେଇ ହାଇ ଫ୍ଲେମ୍ରେ ଗୋଟେ ହୁଇସିଲ୍ ଦେବା। ତାପରେ ଗ୍ୟାସ୍ର ଫ୍ଲେମ୍ ପୁରା ଲୋ ରଖି ଲୋ ଫ୍ଲେମ୍ରେ 2ଟି ହୁଇସିଲ୍ ଦେଇ ବାହାରକୁ ବାହାର କରି ଆଣିବା। ଜମା ଅଧିକ ହୁଇସିଲ୍ ଦେବେ ନାହିଁ। କାବୁଲି ଚଣା ଛଡ଼ା ଆଜି ଆମକୁ ଦରକାର କଞ୍ଚା କଦଳୀ। ଏଇଠି ମୁଁ ଗୋଟେ ବଡ଼ ସାଇଜ୍ର କଞ୍ଚା କଦଳୀ ନେଇଛି। ତା ସହିତ ଗୋଟେ ମିଡ଼ିୟମ୍ ସାଇଜ୍ର ଆଳୁ। ଆପଣ ଚାହିଁଲେ କେବଳ ଆଳୁ, କଞ୍ଚା କଦଳୀ, କାବୁଲି ଚଣାରୁ ଏଇ ତରକାରୀକୁ ବନେଇ ପାରିବେ। ମୁଁ କିନ୍ତୁ ଗୋଟେ ମିଡ଼ିୟମ୍ ସାଇଜ୍ର ଗାଜର ନେଇଛି। ଗାଜର ଦେଲେ ତରକାରୀ ଆଉ ଟିକେ ହେଲ୍ଦି ରହିବ, ଖାଇବା ପାଇଁ ଭଲ ଲାଗିବ। ଅପସନାଲ୍ ଅଛି, ଗାଜର ନ ଦେଇ ବି ସେମିତି ବନେଇ ପାରିବେ। ଏବେ ଗୋଟେ ଜାଗାରେ ଅଳ୍ପ ପାଣି ନେବା, ପାଣିରେ ଅଳ୍ପ ହଳଦୀ ଗୁଣ୍ଡ ଦେବା। କଦଳୀ କାଟି ସାରିବା ପରେ ସାଙ୍ଗେ ସାଙ୍ଗେ ହଳଦୀ ପାଣିରେ ରଖିବେ, କଦଳୀ କଳା ପଡ଼ିବ ନାହିଁ। ତାପରେ କଦଳୀର ଚୋପା ବାହାର କରି କଦଳୀକୁ ମିଡ଼ିୟମ୍ ପିସେସ୍ରେ କାଟିବା। ବେଶୀ ବଡ଼ କିମ୍ବା ବେଶୀ ଛୋଟ ଖଣ୍ଡ କରିବେ ନାହିଁ। ଯେମିତି ଭିଡ଼ିଓରେ ଦେଖୁଛନ୍ତି ସେମିତି କାଟି ନେବେ। ପ୍ରିୟ ଦର୍ଶକ ବନ୍ଧୁ, ଆପଣମାନଙ୍କୁ ଗୋଟେ ଅନୁରୋଧ, ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ରେସିପି ପସନ୍ଦ ଆସିଲେ ଭିଡ଼ିଓକୁ ଲାଇକ୍ କରନ୍ତୁ, ନିଶ୍ଚୟ ଗୋଟେ ସେୟାର କରନ୍ତୁ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। କଦଳୀ କାଟି ସାରିବା ପରେ ହାତରେ କଳା ଦାଗ ଲାଗିଯାଏ। ଅଳ୍ପ ଲେମ୍ବୁ ରସ ହାତରେ ଘଷିବେ, ହାତ ପରିଷ୍କାର ହେଇଯିବ। କଦଳୀ କାଟି ସାରିବା ପରେ ଆମେ ଗାଜର ଆଉ ଆଳୁକୁ କାଟିବା। ଗାଜର ଆଉ ଆଳୁ ଟାଣ ପରିବା, ତରକାରୀରେ ସିଝିବା ପାଇଁ ଅଧିକ ସମୟ ଲାଗେ। ସେଥିପାଇଁ ଗାଜର ଆଉ ଆଳୁକୁ ଟିକେ ଛୋଟ ଖଣ୍ଡ କରି କାଟିବା। କଦଳୀକୁ ଟିକେ ବଡ଼ ଖଣ୍ଡ କରି କାଟିବେ। ଗାଜର ଆଳୁକୁ ଟିକେ ଛୋଟ ଖଣ୍ଡ କରି କାଟିଲେ ସବୁ ପନିପରିବା ତରକାରୀରେ ସମାନ ଭାବରେ ସିଝିଯିବେ। ପ୍ରିୟ ଦର୍ଶକ ବନ୍ଧୁ, ଆପଣମାନେ ଭିଡ଼ିଓ କେଉଁଠୁ ଦେଖୁଛନ୍ତି ଦୟାକରି କମେଣ୍ଟସ୍ କରି ଜଣାଇବେ। ତାହେଲେ ମୁଁ ଆପଣମାନଙ୍କୁ ଧନ୍ୟବାଦ ଜଣାଇ ପାରିବି। ସବୁ ଜିନିଷ ଆମେ କାଟି ନେଲେ। ଏବେ ଚାଲନ୍ତୁ କାବୁଲି ଚଣାକୁ ଚେକ୍ କରିବା। ହାଇ ଫ୍ଲେମ୍ରେ ଗୋଟେ ହୁଇସିଲ୍ ଦେଇଥିଲେ, ତାପରେ ଲୋ ଫ୍ଲେମ୍ରେ 2ଟି ହୁଇସିଲ୍ ଦେଇ ଆମେ ବାହାରକୁ ବାହାର କରି ଆଣିଥିଲେ। ଦେଖନ୍ତୁ ଚଣା କେମିତି ସିଝିଛି। ଚଣା ପାଖାପାଖି 90% ସିଝିଛି। ଚଣାକୁ ଏତିକି ସିଝେଇବେ। ଏଇ ଷ୍ଟେଜ୍ରେ ଚଣା ଯଦି ବେଶୀ ସିଝିଯିବ ତାହେଲେ ତରକାରୀରେ ଖାଇବା ପାଇଁ ଜମା ଭଲ ଲାଗିବ ନାହିଁ। ସେଥିପାଇଁ ଚଣାକୁ ସିଝେଇବା ସମୟରେ ଟିକେ ଧ୍ୟାନ ଦେଇ ସିଝେଇବେ। ତାପରେ ସବୁ ଜିନିଷକୁ ଗଳେଇବା ପାଇଁ ଏମିତି ଗୋଟେ ବଡ଼ ଜାଗା ନେବା। ଜାଗାରେ କାଟି ରଖିଥିବା ଗାଜର, ଆଳୁ, କଞ୍ଚା କଦଳୀକୁ ଦେବା। ସିଝେଇ ରଖିଥିବା ଚଣାକୁ ଦେବା। ଚଣାରେ ଥିବା ସବୁ ପାଣିକୁ ବାହାର କରି କେବଳ ଚଣାକୁ ଦେବା। ସବୁ ପନିପରିବାକୁ ଦେଖି ସ୍ୱାଦ ଅନୁସାରେ ଲୁଣ ଦେବା। ଚଣା ପାଇଁ ଲୁଣ ଦେଇଥିଲେ। ଅଧା ଛୋଟ ଚାମଚ ରାଗ ଲଙ୍କା ଗୁଣ୍ଡ, ଗୋଟେ ଛୋଟ ଚାମଚ ଧନିଆ ଗୁଣ୍ଡ, ଅଧା ଛୋଟ ଚାମଚ ଜିରା ଗୁଣ୍ଡ। ଧନିଆ ଗୁଣ୍ଡ ଅଧିକ ଦେବେ, ଜିରା ଗୁଣ୍ଡ କମ୍ ଦେବେ। ଗୋଟେ ଛୋଟ ଚାମଚ ଚଣା ମସଲା ଦେବା। ଚଣା ମସଲା ବଦଳରେ ଆପଣମାନେ ଗରମ ମସଲା ନହେଲେ ଚିକେନ ମଟନ ମସଲାରୁ ଗୋଟେ ଚାମଚ ଦେଇପାରିବେ। ଗୋଟେ ଛୋଟ ଚାମଚ କସୁରୀ ମେଥି ପତ୍ର। କସୁରୀ ମେଥି ପତ୍ରକୁ ପ୍ରଥମେ ହାଲକା ଭାଜି ଦେବେ, ତାପରେ ଦେବେ। ବହୁତ ବଢ଼ିଆ ବାସ୍ନା ଆସିବ। ତାପରେ ଜମା ପାଣି ଦେବା ନାହିଁ। ସେମିତି ସବୁ ଜିନିଷକୁ ଭଲ ଭାବରେ ଗୋଳେଇବା। ଗୋଳେଇ ସାରିବା ପରେ 5ରୁ 7 ମିନିଟ୍ ରେଷ୍ଟ କରିବା ପାଇଁ ଛାଡ଼ିବା। ଯାହାଦ୍ୱାରା ଆମେ ଯାହା ବି ଗୁଣ୍ଡ ମସଲା ଦେଇଛୁ ସବୁ ଗୁଣ୍ଡ ମସଲା ପନିପରିବାରେ ଭଲ ଭାବରେ ମିଶିଯିବ। ସେଇ ଭିତରେ ଚାଲନ୍ତୁ ତରକାରୀ ବନେଇବା ଷ୍ଟାର୍ଟ କରିବା। କଢ଼େଇ ଗରମ କରି 2 ଛୋଟ ଚାମଚ ସୋରିଷ ତେଲ ଗରମ କରିବା। ତେଲ ଗରମ ହେଇଯିବା ପରେ ଅଧା ଚାମଚ ଜିରା ଦେବା, 2ଟି ତେଜପତ୍ର ଦେବା, 2-3 ପିଞ୍ଚ ହିଙ୍ଗୁ ଦେବା। ଯେହେତୁ ଆମେ ତରକାରୀରେ ଚଣା ଦେଇଛୁ, ଅଳ୍ପ ହିଙ୍ଗୁ ଦେଲେ ଚଣା ବହୁତ ଜଲ୍ଦି ହଜମ ହେଇଯିବ। ତା ଛଡ଼ା ତରକାରୀରେ ବହୁତ ବଢ଼ିଆ ବାସ୍ନା ଆସିବ। ଜିରା ଫୁଟିଯିବା ପରେ ଗୋଟେ ବଡ଼ ସାଇଜ୍ର ପିଆଜ ଦେବା। ଗ୍ୟାସ୍ର ଫ୍ଲେମ୍ ଲୋ ମିଡ଼ିୟମ୍ ରଖି ପିଆଜକୁ ଟିକେ ଲାଲ କଲର୍ ହେଲା ପର୍ଯ୍ୟନ୍ତ ଭାଜିବା। ଏବେ ଆମେ ଗ୍ୟାସ୍ର ଫ୍ଲେମ୍ ପୁରା ଲୋ ରଖିବା। ସେପଟେ ତରକାରୀ ପାଇଁ ଗୋଟେ ସାଧା ସିଧା ମସଲା ବନେଇବା। ମସଲା ପାଇଁ ଗ୍ରାଇଣ୍ଡର ଜାର୍ ନେବା। 8ରୁ 10ଟି ରସୁଣ, 1 ଇଞ୍ଚରୁ ଟିକେ କମ୍ ଅଦା ଦେବା। ଗୋଟେ ବଡ଼ ସାଇଜ୍ର ଟମାଟୋ, ରାଗ ପାଇଁ ଗୋଟେ କଞ୍ଚା ଲଙ୍କା ଦେବା। ଚଣାରେ ଆମେ ଅଳ୍ପ ରାଗ ଲଙ୍କା ଗୁଣ୍ଡ ବି ଦେଇଥିଲେ। ଯେତିକି ରାଗ ଖାଇବେ ସେହି ହିସାବରେ କଞ୍ଚା ଲଙ୍କା ଦେବେ। 2-3 ଚାମଚ ପାଣି ଦେଇ
मसला को चिकन करी बाटी आनिबा। एपटे पियाज भी लाल कलर हे आसलानी। बाटी नहीं मसला को देबा। ग्राइंडर जार धोई 4-5 चमच पानी देबा। मसला को टिके गळाई नेबा। एबे मसला रे अधा छोट चमच हळदी गुंड, तरकारी रे भलो कलर पई गोटे छोट चमच काश्मीरी लंका गुंड देबा। राग पई कंचा लंका, अल्प राग लंका गुंड चना गळाइबा समय देथिले। ए मसला रे आउ किछि भी गुंड मसला देबा दरकार नहीं, काहेकि ना चना गळाइबा समय रे आमे सब गुंड मसला देथिले। एबे गैस रो फ्लेम लो मीडियम रखी कवर करी मसला को कसिबा। 4-5 मिनिट परे एठी देखंतु मसला ऊपर को तेल आसी आइछि। एमिति तेल आसीबा पर्यंत आमे मसला को भलो भाबरे कसिबा। मसला भलो भाबरे कसी जिबा परे आमे गळाई रखितिबा चना, कदली आलू, गाजर को देबा। से जागा को धोई केवल 2-3 चमच पानी देबा, जहा द्वारा से जागा रे जहा भी मसला लागिछि सेई मसला आम तरकारी भितर को आसी जिवो। एबे गैस रो फ्लेम मीडियम रखी मीडियम फ्लेम रे 5-6 मिनिट पर्यंत भलो भाबरे कसिबा। गाजर, आलू, कदली को आमे प्रथमे तेल रे भाजी नथिले, सेमिति कंचा देथिले। सेतिपई मसला सहित भलो भाबरे कसिबा। जेते भलो भाबरे कसिबे तरकारी रो टेस्ट सेते बढ़िबो। मसला कसी जिबा परे तरकारी रे झोल पई चना सिझेइतिबा पानी सहित अल्प पानी मिसे गरम करनेबे। से गरम पानी को देबे। पानी टिके अधिक देबे, काहेकि ना पानी रे सब पनिपरिबा सिझिबो। पानी देबा परे गैस रो फ्लेम हाई रखिबा। पानी थरे फुटी आसिले गैस रो फ्लेम लो मीडियम रखी 12-15 मिनिट कवर करिबा, जहा द्वारा सब जिनिस भलो भाबरे सिझि जिवो। 15 मिनिट परे एठी हम तरकारी को चेक करिबा। देखंतु जेतिके हम पानी दिथिले पानी टिके कमी जाइछि। कदली, आलू, गाजर को चलंत हम चेक करिबा केमिति सिझिछि। देखंतु कदली, आलू, गाजर सब भलो भाबरे सिझि जाइछि। प्रथमे चना को आमे 90% सिझे निथिले। एबे देखंतु चना भलो भाबरे सिझि जाइछि, किंतु घांटी नहीं। तरकारी रे चना एमिति रहिले खाइबा पई भल लागिबो। एबे चटुरे टिके दाबी देबा, जहा द्वारा झोल आउ पनिपरिबा परस्पर मिसि जिवे। शेषरे भलो बासना पई बेस किछि धनिया पत्र देबा। आपण चाहिले शेषरे गोटे छोट चमच गरम मसला गुंड देई परिबे। मु किंतु दौ नाही, न देले भी चलिबो। झोल एतिकी बहलिया रखिबे, काहेकि ना तरकारी ठंडा हैला परे झोल आउ टिके कमी जिवो। एतिकी झोल रहिले भात, रुटी, पूरी, परोटा सबुथिरे खाइबा पई भल लागिबो। एबे आम रेडी ही गला दुनिया सबुठु हेल्दी टेस्टी तरकारी। आपण माने एई तरकारी रो नाम कोन रखिबे निश्चय मते कमेंट्स करी जणाइबे। आज पई रहिली, पुणी देखा हबा ना रेसिपी रे। धन्यवाद।